ଖରାରେ ତ ମରିଗଲୁ ଦେଖେ ତାପରେ ତେଲ ରେଟ୍ ଯେମିତି ହେଲେ ଆଉ ଗାଡି ଚଲେଇ ପାରିଲୁ ଗାଡି ପରେ ଘରେ ଥୋଇ ବସିବୁ ଆଉ କଣ କରିବୁ। ଆଉ ଏମିତି ଯଦି ଗଭର୍ଣ୍ଣମେଣ୍ଟ ଯଦି କିଛି ଆମ ପାଇଁ କିଛି କରନ୍ତା ତାହେଲେ ଆମେ ଟିକେ ବଞ୍ଚନ୍ତୁ। ଆମେ ତ ଭଡା ତ ଯାହା ହଉଛି ଆଜିକାଲି ଛାଡ ଟଙ୍କା ପାଇଁ ହାତ ସବୁ ହଉନି ଆଜ୍ଞା ଗରମ ଲୋକ ତ ମେନ୍ କଥା ମାର୍କେଟରେ। ଆଜ୍ଞା ଶୁଣନ୍ତୁ ଗାଡି ଯେତିକି ରନିଂ ହବ ତେଲ ସେତିକି ପଡିବ। ଗାଡି ଯଦି ରନିଂ ନବ ଥୁଆ ହବ ତେଲ କୋଉଠି ପଡିବ। ବର୍ତ୍ତମାନ ଗାଡି ଟୋଟାଲ ରନିଂ ହଉନି ଗାଡି ଦିନକୁ 100 କିଲୋମିଟର ବି ହଉନି ରନିଂ। ଗାଡି ଯଦି 100 କିଲୋମିଟର ଟଙ୍କା 500 700 ବାହାରନ୍ତା। ଆଉ ଗାଡି ତ ରନିଂ ହଉନି ଖାଲି ଷ୍ଟାଣ୍ଡ ରେ ବଉଛୁ ଆସୁ ଖାଇନେଇ ଗୋଟେ ହୋଟେଲ ଘରକୁ ଯାଉଛୁ। ଏମିତି ଅଛି ଆଉ କଣ କରିବା ତେଲ ରେଟ୍ ବଢିଗଲା ଆଜ୍ଞା ତେଲ ତ ବଢି ଯାଉଛି ଆମେ ଯେତେ ଚେଷ୍ଟା କରୁଛୁ ଆଜ୍ଞା ଗାଡି ଯେତେବେଳେ କରିଛୁ ତେଲ ରେଟ୍ କଲେ ତ ପକେଇବାକୁ ପଡିବ ନା। 200 ଟଙ୍କା କଣ କରିବୁ ନହେଲେ ଗାଡି ଥୋଇ ଦେଇ ଘରେ ବସି ମଜୁରୀ ଲାଗିବ ଆଉ କଣ କରିବୁ। ଯଦି ଏମିତି ରେଟ୍ ବଢିବ ତାହେଲେ ଆମେ କଣ କରିବୁ କହୁନାହାନ୍ତି। ଗାଡି ଆଉ ଚଲେଇ ହବ ନାଇଁ ଗାଡି ଯେମିତି ରେଟ୍ ବଢିଲେ ଗାଡି ଆଉ ଚଲେଇ ହବ। ଆଜ୍ଞା ମୁଁ ତ ଏତିକି କହୁଛି ଯଦି ଆମ ପାଇଁ କିଛି ଆସୋସିଏସନ ପାଇଁ ଯଦି କିଛି କରନ୍ତେ ଗାଡି ଆସୁଛନ୍ତି ଗାଡି ଡ୍ରାଇଭିଂ ଯଦି କିଛି କରନ୍ତେ ତାହେଲେ ଆମେ ଟିକେ ବଞ୍ଚନ୍ତୁ। ଆଉ ଯଦି ମନେକର ଏମିତି ମାନେ ତେଲ ରେଟ୍ ବଢିବ ସବୁ ତ ଆଜ୍ଞା ବଢିବ ତେଲ ରେଟ୍ ସବୁ X Y Z ସବୁ ରେଟ୍ ବଢିଗଲେ। ଆଉ ଯଦି ସବୁ ବଢିବ ଆମେ କଣ କରିବା ଆମେ ତ ଖାଇବା ପାଇବୁ ନା ମାର୍କେଟରେ ବସିବୁ କଣ ପାଇଁ। ଏମିତି କଥା ଆଜ୍ଞା କଣ କରିବା। ଆଜ୍ଞା ଯଦି କରନ୍ତେ ଆମ ପାଇଁ ଭଲ ହନ୍ତା। ସରକାର ପରିବର୍ତ୍ତନ କରିବେ ସରକାର ଆଉ ସରକାର ଆମେ ତ ଚାହୁଁଛୁ ନାଇଁ ଆମେ ଚାହୁଁନୁ କାହାକୁ ମାନେ ହଟେଇବା ପାଇଁ ଯଦି ସିଏ ଯଦି ଆମ ପାଇଁ ଯଦି ଆମ ଭଲ ପାଇଁ ଯଦି ଯିଏ କଲା ତାହେଲେ ଆମେ କାହିଁ ହଟିବୁ କଣ ପାଇଁ ଆମ ଯିଏ ଭଲ ଚାହୁଁ ଆମେ ତାଙ୍କୁ କ୍ଷତି କରିବାକୁ ଚାହୁଁନୁ। ଶୁଣନ୍ତୁ ଖରାପ କଣ ଆମେ ଦେଖୁଛୁ ମାନେ ଆମେ ଯେତିକି ଚାହୁଁଛୁ ସେଇଟା ହଉନି। ଆମେ ଯୋଉଟା ଚାହୁଁଛୁ ଯେ ଆମ ସରକାର ଆମକୁ କିଛି ମାନେ ଉପକୃତ କରିବ ତାହେଲେ ସେଇଟା ସେ କରୁନାହାନ୍ତି। ବର୍ତ୍ତମାନ ଆମେ ମାନେ ମରିଗଲୁ। ଯଦି ଆସିବେ ଅନ୍ୟ ସରକାର ଯଦି ଆସିଲେ ହଁ ନିଶ୍ଚିତ କରିବୁ ନିଶ୍ଚିତ କରିବୁ ଯଦି ଆମ ପାଇଁ ଯିଏ ଚେଷ୍ଟା କଲା ଆଜ୍ଞା ଆମେ କରିବୁ ନିଶ୍ଚିତ। ମଧ୍ୟବର୍ତ୍ତୀ ଲୋକ ହିଁ ସାଧାରଣ ଆମ ଦେଶ ପାଇଁ ଆମେ କରୁଛୁ ଆମେ ଯୋଉ ତେଲ ପକଉଛୁ 110 ଟଙ୍କା ବି ପକଉଛୁ ସେଟା ଦେଶ ପାଇଁ ଆମେ କରୁଛୁ ବୋଲି ଭାବୁଛୁ କାରଣ ଆମର ଏବେ ଯୋଉ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ଦେଶ ପାଇଁ କାମ କରୁଛନ୍ତି ନିଜ ପାଇଁ କରୁଛନ୍ତି କିନ୍ତୁ ପୂର୍ବ ସରକାର ନିଜ ପାଇଁ କରୁଥିଲେ ପରିବାର ପାଇଁ କରୁଥିଲେ କିନ୍ତୁ ସେଥିପାଇଁ ଆମେ ମୋଦିଜୀକୁ ସପୋର୍ଟ କରୁ। ଯଦି ମୋଦି 150 ଟଙ୍କା 200 ଟଙ୍କା ତେଲ ମୋଦି କି ଆଉ ଗୋଟେ କଥା କହିଛନ୍ତି ଯେ ଇଭି ଗାଡି କି କନଭର୍ଟ କର ଯଦି ଇଭି ଗାଡ଼ି ବି କରାହେଉଛି ଚେଷ୍ଟା ଚାଲିଛି ସବୁ ସକ୍ଷମ ଯେତେବେଳେ ପଇସା ହେବ ଆପଣଙ୍କ ପ୍ରିୟ ପ୍ରଧାନ ଆମର ପ୍ରିୟ ପ୍ରଧାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସେ ତାଙ୍କ ନିଜ ପାଇଁ ନିଶ୍ଚିତ ଶୁଣନ୍ତୁ ତେଲ ଏଇ ଯୋଉ ପଇସାଟା ଯାଉଛି ଦେଶକ ସେବାରେ କାମରେ ଲାଗୁଛି ଆଗରୁ ଆପଣଙ୍କର ଦେଖନ୍ତୁ ଆପଣଙ୍କର ପୂର୍ବ ସରକାର ଦେଖନ୍ତୁ ଯୋଉମାନେ ବି ଥିଲେ ଆମକୁ ସବୁ ଜିନିଷ ଲୁଚେଇକି ରଖିଥିଲେ। ଆମର ଗୁରୁକୁଳ ସବୁ ସ୍କୁଲ ଗୁଡ଼ାକ ବନ୍ଦ କରାଯାଇଛି। ଆମର ଯୋଉ ହିଷ୍ଟ୍ରି ଆପଣମାନେ ବି ପାଠ ପଢିଛନ୍ତି ହିଷ୍ଟ୍ରିରେ କୋଉ ବିଷୟରେ ପଢିଛନ୍ତି କୁହନ୍ତୁ। ଆକବର ଖାଁ ଆମର ବାବର ଏ ବିଷୟରେ ସବୁ ପଢିଛନ୍ତି ଆମେ ବି ପଢିଛୁ ସମସ୍ତେ ପଢିଛନ୍ତି ସେ ଜିନିଷ ଗୁଡ଼ା ଆମକୁ ବହୁତ ଜିନିଷ ଲୁଚେଇକି ରଖା ହେଇଥିଲା ଯୋଉଟାକି ଆମେ ସତ କଥା ମୋଦିଜୀ ଆସିଲା ଲୋକ ବୁଝିପାରିଲେ। ତେଣୁ ପେଟ୍ରୋଲଟା ମେଟର ନୁହେଁ ଲୋକ ଯଦି ଦରକାର ପଡ଼ିବ 500 ଟଙ୍କା ଜାଗାରେ ବରଂ ଗାଡ଼ି ଚଲା ଛାଡ଼ିଦେବେ କିନ୍ତୁ